ରାଧେ ରାଧେ ସାଙ୍ଗମାନେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣ ଭାବୁଛନ୍ତି କି ମୋ ଝିଅ ଏଠି କ'ଣ ଖାଉଛି ବୋଲି? ସିଏ ଖାଉଛି ଯେ କଦଳୀ ଫୁଲ ଭଜା। ହେଲେ ମୋର ଛୋଟ ବଗିଚାରୁ ଗୋଟେ କଦଳୀ ଫୁଲ ଗୋଟେ ବାହାରିଥିଲା। ଆପଣମାନେ ତ ପୂର୍ବ ଭିଡ଼ିଓରେ ସବୁ ଦେଖିଥିଲେ। ଆମ ମାମା ମୋ ଛୋଟ ବଗିଚାରୁ ଗଲେ ସେ କଦଳୀ ଫୁଲଟାକୁ ଭାଙ୍ଗିକିରି ଧରି ପଳେଇ ଆସିଲେ। ଆଉ ମୋତେ ନେଇ ପାଶି ଦେଇଦେଲେ ଆଉ କହିଲେ ଏଇଥିରେ କ'ଣ ଗୋଟେ ଏମିତି ଗୋଟେ ଆଇଟମ୍ ବନା ଯେଉଁଟାକି ପାଟିକି ଟେଷ୍ଟ ବି ଲାଗିବ, ଆଉ ଏଇଟା କଦଳୀ ଫୁଲ ଭଜା ବୋଲି ବି କିଏ ଜାଣିପାରିବନି। ମୁଁ ଭାବିଲି ବହୁତ ରିସର୍ଚ୍ଚ ସବୁ କରିସାରିବା ପରେ ସେ ଫାଷ୍ଟ ସେ ଫୁଲ ଯାକୁ ସବୁ ଅଲଗା କରିନେଲି। ତାର ପାଖୁଡ଼ା ଯେତେ ପାଖୁଡ଼ା ଖୋଲିବ, ଯେମିତି ସେ ଯେଉଁ ଗୋଟେ ପେଢ଼ି ଭିତରେ ସୁନା ଫରୁଆ, ସେ ସୁନା ଫରୁଆ ଭିତରେ ଆଉ ଗୋଟେ ଫରୁଆ ଭଳିଆ ଏ କଦଳୀ ଫୁଲର ପାଖୁଡ଼ା ମୁଁ ଯେତେ ଲେଉଟଉଛି ସେ ସେତେ ଫୁଲ ବାହାରି ଯାଉଛି। ଦେଖନ୍ତୁ ମୁଁ ଏସବୁ ଫୁଲ ଗୁଡ଼ାକ ସବୁ ବାହାର କରି ଗୋଟେ ପ୍ଲେଟ୍ରେ ରଖିଦେଇଛି। ଏ କଦଳୀ ଫୁଲ ବାଛିଲାଟା ଭାରି ବଡ଼ ବିରକ୍ତି ଆହେ। କ'ଣ କେତେ ସମୟ ବସି ବାଛିବି? ତାପରେ ସେ ସବୁ ଫୁଲକୁ ଅଲଗା କରିକି ଦେଖନ୍ତୁ, ତାର ମୁଁ ଏଇ ଫୁଲକୁ ବି ମଧ୍ୟ ଗୋଟେ ବାଛିବାକୁ ପଡ଼େ। ଆର ଏମିତି ଗୋଟେ ପାଖୁଡ଼ା ଗୋଟେ ବାହାର କରାଯାଏ ଏବଂ ତା ଭିତରେ ଗୋଟେ କେଶର ଭଳିଆ ଗୋଟେ ନାଡ଼ ଥାଇକି ଗୋଟେ ଗୋଲ ଭଳିଆ ଥାଇକି କ'ଣ କୁହାଯାଏ ମୁଁ ଆକୁ ଜାଣିନି, କିନ୍ତୁ ଏଇ ଫୁଲରୁ ଏସବୁକୁ ବାହାର କରିକିରି ମୁଁ ଭଲ ଭାବରେ ସଫା କରି ରଖିଦେଇଥିଲି। ଆକୁ ବାଛିବା ବେଳୁ ମୋର ରାତି ପାଇଗଲା। ଏତେ ସମୟ ବାଛିଲି ବସିକିରି। ଦେଖନ୍ତୁ ମୋର ହାତରେ କେତେ ସବୁ କଳା ହେଇକିରି ମୋର ହାତ ବି ଅସନା। ବାଛି ସାରିଲା ପରେ ସେସବୁ ଦେଖନ୍ତୁ ଗୋଟେ ଏମିତି ଛୋଟିଆ ବାହାରିଲା। ସେ ଛୋଟିଆ ଭିତରୁ ବହୁତ ଛୋଟ ଏମିତି ଫୁଲ ମାନେ ସବୁ ବାହାରିବ। ଏଇଟାର କୌଣସି ଜିନିଷ ଫିଙ୍ଗିବେନି, ଖାଲି ଯାହା ତାର ପାଖୁଡ଼ା ମାନେ ଫିଙ୍ଗିଦେବେ, କିନ୍ତୁ ଏ ଫୁଲ ସବୁ କିଛି ଫିଙ୍ଗିବେନି। ଏଇ ଛୋଟ ଫୁଲ ଯାକୁ ନ ବାଛିଲେ ବି ଚଳିବ, ଖାଲି ବଡ଼ ଫୁଲ ଯାକ ବାଛିକିରି ତାକୁ ଭଲ ଭାବରେ ସଫା କରି ରଖିଦେବେ। ସାଙ୍ଗେ ସଫା କରିକି ତାକୁ ହଳଦୀ ପାଣିରେ ବତୁରେଇ ଦେବେ, ନହେଲେ ହାତ ପୁରା ଦେଖନ୍ତୁ ମୋ ହାତ କେମିତି କଳା ହେଇଯାଇଛି। ମୁଁ ଅନ୍ୟ ସାଇଡ଼୍ରେ ଅରୁଆ ଚାଉଳ ଗୋଟେ 5 ମିନିଟ୍ ବତୁରେଇ ରଖିଦେଇଥିଲି। ଅରୁଆ ଚାଉଳକୁ ମୁଁ ଭଲ ଭାବରେ ଏଠି ଗ୍ରାଇଣ୍ଡର କରି ନେଇଛି। ଅରୁଆ ଚାଉଳ ନେବେ ଆଉ ଅରୁଆ ଚାଉଳକୁ ଭଲ ଭାବରେ ଗ୍ରାଇଣ୍ଡର, ତାକୁ ଜିରା ଟିକେ ଦେଇକିରି ଗ୍ରାଇଣ୍ଡର କରିନେବେ। ମୁଁ ଏଠି ଗ୍ରାଇଣ୍ଡର ଅନ୍ କରିକି ତାକୁ ଗୁଡ଼ରୁ ଖାଡ଼ କରିସାରିଲା ପରେ ତାକୁ ପୁରା ପେଷ୍ଟ ଚିକଣ କରିବେନି। ତାକୁ ଦେଖନ୍ତୁ ଏମିତି ଟିକେ ଖଦଡ଼ିଆ ଥିବ, ଖଦଡ଼ିଆ କରି ପେଷ୍ଟଟାକୁ ବନେଇବେ। ଆଉ ଗୋଟେ ମସଲା ଜାର୍ରେ ଅଦା ଟିକେ ଆଉ ରସୁଣ ଟିକେ ହିଁ ବାଟିଛି, ଆଉ କିଛି କୌଣସି ଜିନିଷ ମୁଁ ବାଟିନି। ଆଉ ଥରେ ଗ୍ରାଇଣ୍ଡର କରିସାରି ସେ ବେଟରଟାକୁ ଭଲ ଭାବରେ ଗୋଟେ ପିଞ୍ଛାଟାକୁ କାଢ଼ି ଦେଇକି ପକେଇଦେଲି। କ'ଣ ଜାଣିପାରୁନ କିଆ? ଟିକେ ଗୋଳା ଗୋଳି ଘଣ୍ଟା ଘଣ୍ଟି ମିଶ୍ରଣ, ଟିକେ ପିଠଉ ମିଶ୍ରଣ, ଆଉ କ'ଣ, ଆଉ ଏଥିରେ ଆଉ କିଛି ନାହିଁ। ଏହି ବେଟରଟିକୁ ଆମେ ସବୁ ମସଲା ମସଲି ପକାଇ ସାରିଲା ପରେ ଗୋଟେ ସାଇଡ଼୍ରେ ରଖିନେବା। ଦେଖନ୍ତୁ ମୁଁ ଏଠି କଦଳୀ ଫୁଲକୁ ପୂର୍ବରୁ ତ ଦେଖିଥିଲେ ମୁଁ କଦଳୀକୁ କେମିତି ବାଛିଥିଲି, ସେଇ ବାଛି ସାରିଲା ପରେ ମୁଁ ଗୋଟେ ସାଇଡ଼୍ରେ ରଖିନେଇଛି। ତାକୁ ଗୋଟେ କୁଟଣ ସାହାଯ୍ୟରେ ଭଲ ଭାବରେ କୁଟି ନେବା, ଯେମିତି ସେ ଗୋଟା ନ ରହିବ। ଅଳ୍ପ ଟିକେ କୁଟିଲେ ବି ଚଳିବ, ଏମିତି ଦର ଛେଚା କରିକିରି ତାକୁ ହଳଦୀ ପାଣିରେ ପକାଇଦେବା। ସାହାଯ୍ୟରେ ଛେଚିକିରି ସାଙ୍ଗେ ଆମେ ହଳଦୀ ପାଣିରେ ପକାଇଦେବା, ନହେଲେ ଏଇଟା କଷା ଭଳିଆ ଲାଗିବ, ଆକୁ ଖାଇ ହେବନି। ଏତେ କଷା ଯେ ଆକୁ ଜମା ପାଟିରେ ହିଁ ମାରିପାରିବେନି। ପୁରା ପିତା ତ ନୁହେଁ, କଷା। ସେଇ ବେଟରେ ଅଳ୍ପ ଧନିଆ ପତ୍ର, ପିଆଜ ଆଉ କଞ୍ଚା ଲଙ୍କା ପକାଇକିରି ତାକୁ ଭଲ ଭାବରେ ଘାଣ୍ଟି ନେବା ଏବଂ ଯେଉଁ ଛେଚା ରଖିଥିଲେ କଦଳୀ ଫୁଲକୁ ତାକୁ ଆଣି ହଳଦୀ ପାଣିରେ ଧୋଇ ଏସବୁ ଉପରେ ପକାଇଦେବା। ପକାଇ ସାରିକିରି ଭଲ ଭାବରେ ଗୋଳାଗୋଳି କରିନେବା। ପିଆଜ କଞ୍ଚା ଲଙ୍କା ସବୁ ପକାଇ ସାରିଲି। ପକାଇ ସାରିବା ପରେ କଦଳୀକୁ, ସେ ଯେଉଁ କଦଳୀ ଫୁଲଟିକୁ ଭଲ ଭାବରେ ଚିପୁଡ଼ି ନେବି, ଯେଥିରେ ପାଣି ରହିବନି। ତାପରେ ତାୱାରେ ଅଳ୍ପ ଟିକେ ତେଲ ଦେଇ ସାରି ସେଇ ପେଷ୍ଟ କଦଳୀ ଫୁଲ ଯେଉଁ ଆମେ ଗ୍ରାଇଣ୍ଡର କରି ପକାଇଥିଲେ ସେଇ ବେଟରଟିକୁ ତାୱାରେ ଭଲ ଭାବରେ ସେଟ୍ କରିନେବା। ଯେମିତି ପତଳା ସେଟ୍ କରିବେ, ମଝିରେ ମୋଟା କରିବେନି, କାହିଁକି ନା ଯଦି ମୋଟା କରିବେ ଭିତରଟା କଞ୍ଚା ରହିଯିବ, ଦୁଇ ପଟ ସେକେଇଯିବ। ସେଥିପାଇଁ ଆମେ କ'ଣ କରିବା ନା ଅଳ୍ପ ପତଳା କରିକି ତାକୁ ଭଲ ଭାବରେ ତାୱାରେ ସେଟ୍ କରିନେବା। ଦେଖନ୍ତୁ ମୁଁ ଏଠି ଭଲ ଭାବରେ ମୋର ବେଟରଟିକୁ ସେଟ୍ କରି ନେଇଛି। ଦେଖନ୍ତୁ ମୁଁ ଏଠି ପକାଇକି ମୋର ପକାଇଲା ପଟଟି ଭଲ ଭାବରେ ରେଡ୍ କଲର୍ ହେଇ ଫ୍ରାଏ ହେଇସାରିଲା ପରେ ଆମେ ତାର ନେକ୍ସଟ ପଟ ସାଇଡ଼୍କୁ ଲେଉଟାଇ ନେବା ଏବଂ ତାର ଦୁଇ ପଟ ସାଇଡ଼୍କୁ ଭଲ ଭାବରେ ଭାଜି ନେବା। କ'ଣ ଜାଣିପାରୁନ, ହେ ଭଲ ଭାବରେ ଭାଜିବା ମାନେ ରଙ୍ଗ ଜର୍ଜର କରିକି ଭାଜିବା, ଏତିକି ଜଣା ନାହିଁ କି? ଦେଖନ୍ତୁ ଏଇଟା ଭାଜିକି ଖାଇ ସାରିଲା ପରେ କେମିତି ଲାଗିବ ଯେ
ପୁରା କେରକେରା, ଆପଣ ଜାଣି ବି ପାରିବେନି ଯେ ଏଇଟା କଦଳୀ ଫୁଲ ଭଜା ବୋଲି। ଦେଖନ୍ତୁ ମୁଁ ଏଠି ଭଲ ଭାବରେ କାଢ଼ିନେଲି ତାକୁ। ହେଇଗଲା ଆମର କଦଳୀ ଫୁଲ ଭଜା। ତମେ ତ ଜାଣିପାରିଲ